ସକାଳୁ ଆଜି ମାଛ ବିକ୍ରି ଆସିଥିଲା। ମୁଁ ମାଛ ନେଇ ଆସିଲି। ଯେହେତୁ ଆମେ ମହାନଦୀ କୂଳରେ ରହୁଛୁ, ତେଣୁ ଆମକୁ ସବୁବେଳେ ତଟକା ତଟକା ଦେଶୀ ମାଛ ମିଳିଥାଏ। ସକାଳୁ ଆଜି ଗୋଟେ ଛୋଟ ପିଠାଟେ ବନେଇଥିଲି। ବାଦାମ ଗୁଡ଼ା ପିମ୍ପୁଡ଼ି ହେଇଯାଇଥିଲା, ତେଣୁ ବାଦାମ ମଞ୍ଜି ଗୁଡ଼ା ଭାଜିକି ଡବାରେ ରଖିଦେବା ପାଇଁ ତାକୁ ଆଜି ସକାଳୁ ଭାଜିଦେଲି। ଏଠି ବାଟରେ ଯାଉଥିଲି, ଦେଖିଲି ପିଲାମାନଙ୍କ ଖେଳ। ଏମାନଙ୍କୁ ଦେଖି ମୋ ପିଲାଦିନ ମନେ ପଡ଼ିଗଲା। ଆମେ ବି ଡିମିରି ଫଳ ନେଇ ନଦୀରେ ଫିଙ୍ଗିକି ପହଁରିକି ତାକୁ ଧରୁଥିଲୁ। ଏମାନଙ୍କୁ ପଚାରିଲି, ଏତେ ପରିଶ୍ରମ କରି କ'ଣ ତୋଳୁଛ? ଏଇଟା ଗୋଟେ କଦମ୍ବ ଗଛ, ପିଲାମାନେ କଦମ୍ବ ଫୁଲ ତୋଳୁଛନ୍ତି। ଏଗୁଡ଼ାକର ଆଉ କିଛି ମୂଲ୍ୟ ନାହିଁ, କିଛି ବି ହେବନି। ବାପା ଆଜି ରେଡ଼ି ହେଇକି ବସି ପଡ଼ିଛନ୍ତି, ପୋଜ୍ ଦେଇକି ତାଙ୍କର ଗୋଟେ ପାସପୋର୍ଟ ସାଇଜ୍ ଫଟୋ ଉଠିବ। ଏଥର ବାହାରିଲେ ହସ୍ପିଟାଲ ଯିବା ପାଇଁ। ହସ୍ପିଟାଲ ଯାଇକି ପହଞ୍ଚିଲା ପରେ ହୁଇଲ୍ ଚେୟାରରେ ବାପାଙ୍କୁ ନେଇ ଡାକ୍ତରଙ୍କ ପାଖରେ ଲାଇନ୍ କରିଦେଲୁ। ଭାଇ ଆସିଥିଲା। ସଞ୍ଜୁର ଭାଇର ଯେହେତୁ ଥିଲେ, ମୋର ଆଉ କିଛି ଟେନସନ୍ ନାହିଁ। ଭାଇ ବାପାଙ୍କୁ ନେଇକି ଠିଆ ହେଇଯାଇଥିଲା, କହିଲା ଠିଆ ହେଲେ ଡକ୍ଟର ଦେଖିଲେ ଆପଣଙ୍କୁ ଆକ୍ଟିଭ୍, ସେ ଅପରେସନ୍ କରିବ, ନହେଲେ ଫେରେଇ ଦେଉଛନ୍ତି। ଆଜି ବି ଡାକ୍ତର ମନା କଲା, କହିଲା କାର୍ଡ଼ିଓଲୋଜି ଟେଷ୍ଟ ହେଲେ ତାଙ୍କର ଅପରେସନ୍ ହେବ। ଜୟ ଜଗନ୍ନାଥ।